কিন্তু বর্তমানে কোন আসিলা পিজা মোমো 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 গোটা পিলা গোটা পଚାରିଲା ମୋମୋ ମାନେ କଣ ମମି କି ଖାଇବା ମୁଁ କହିଲି ନାଇଁ ମୋମୋ ଗୋଟା ଖାଦ୍ୟ ଚାଇନା ଖାଦ୍ୟ। ତେଣୁ ବର୍ତ୍ତମାନ ଓଡ଼ିଆର ଗନ୍ଧ ଧୀରେ ଧୀରେ ପଳେଇଲାଣି। ତାପରେ ସେ ମତେ ପଚାରିଲେ ଆଚ୍ଛା ତମେ କଣ ପିନ୍ଧୁଛ? ମୁଁ କହିଲି କଦଳୀ ପତର। ଗରମ ହେଲେ ତେନ୍ତୁଳି ପତର, ଶୀତ ଦିନେ କଦଳୀ ପତର ପିନ୍ଧୁଛି। ନା ତମେ ସତରେ କଣ ମୁଁ କଣ ସତରେ କଣ ଦେଖୁଛ ବୋତଲ ପଚାରୁଛ କି ତେଲ ଜିନ୍ ପ୍ୟାଣ୍ଟ ପିନ୍ଧୁଛୁ? ନା ସେଇଟା ବି ଆମ ପ୍ରୋଡକ୍ସନ। ତମେ ଲୋକମାନେ ଆଗରୁ ଧୋତି ପିନ୍ଧୁଥିଲେ, ତେଣୁ ତମେ ମାନେ ଆଜିକାଲି ଏ ପ୍ୟାଣ୍ଟ ପିନ୍ଧୁଛ। ଆଜ୍ଞା ପ୍ରକୃତ କଥା, ଆପଣ ଗୋଟେ ପିଲାକୁ 4,000 ଟଙ୍କା ଦେବେ, ସେ ଗୋଟେ ପ୍ୟାଣ୍ଟ ନେଇକି ଆସିବ, ଆପଣ ଭାବିବେ ଆମେ ଗୋଟେ ଗଳି ପଇଲୁ କି ରାସ୍ତାରେ କଣ ଛିଣ୍ଡି ଯାଇଛି ଆଣ୍ଠୁ? ନା ଆମେ ଗୋଟେ ଷ୍ଟାଇଲିଆ ପ୍ୟାଣ୍ଟଟା ତ ଏତିକି ଛିଣ୍ଡି ଯାଇଛି। ମାନେ ଧୀରେ ଧୀରେ ଏଇ ସବୁ ଜିନିଷ ଆସିଗଲାଣି। ତେଣୁ ଆମର ସବୁଥିରେ ପରିବର୍ତ୍ତନ ଆସିଗଲାଣି। ଆଗରୁ ଲୋକମାନଙ୍କ ନାଁ ଥିଲା ଗୋବିନ୍ଦ ମାଧବ ମୁକୁନ୍ଦ ନୃସିଂହ ହରି, କିନ୍ତୁ ବର୍ତ୍ତମାନ ଗୋଟେ ପିଲାକୁ ପଚାରିବ ତୋ ନାଁ କଣ? ମାଇ ନେମ୍ ଇଜ ଟ୍ୟୁବଲାଇଟ୍। ତୋ ନାଁ କଣ? ବକ୍ସ। ଆଉ କେଦିନ ପିଲାମାନଙ୍କ ନା ବ୍ରଶ ପେଷ୍ଟ ହେଇଯିବ। ତେଣୁ ଧୀରେ ଧୀରେ ଆମ ଓଡ଼ିଆତ୍ୱ ଚାଲିଗଲାଣି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଓଡ଼ିଆ, ତେଣୁ ଏ ଓଡ଼ିଆ ମାଟିର ଭାଷାକୁ ଭୁଲନ୍ତୁ ନାହିଁ। ମୁଁ ଯାଇଥାଏ ହାଇଦ୍ରାବାଦ, ସେଠି ସବୁ ତେଲୁଗୁରେ ଲେଖା ହେଇଥାଏ। ଲେଖା ହେଇଛି, ମୁଁ ପଚାରିଲି ଏଇଟା କଣ ଲେଖା ହେଇଛି? ନା ଏନ ତେଙ୍ଗିଡଲା ଏଲ ଶିବାନୀ ସେଣ୍ଟର ମାଙ୍ଗିରେ। ମୁଁ କହିଲି ଇଏ କହିଲା ନା ମତେ ମାଇଲା। ମାନେ ସେ କହୁଛି ଏଠି ଲେଖା ହେଇଛି ମା ଶିବାନୀ ଶାଢ଼ୀ ସେଣ୍ଟର, ସେଇଟା ତେଲୁଗୁରେ କହୁଛି। କିନ୍ତୁ ଆମ ଓଡ଼ିଆରେ ହେଇଥିଲେ ଇଂଲିଶରେ ଆମେ ଲେଖୁଛେ। ଆମ ଝିଅମାନେ ପୁଅମାନେ ପଢିବେ ମା ଶିବାନୀ ଶାଢ଼ୀ ସେଣ୍ଟର, କିନ୍ତୁ ଓଡ଼ିଆକୁ ଆମେ ଭୁଲି ଯାଉଛେ। ତେଣୁ ଆପଣମାନଙ୍କ ଅନୁରୋଧ, ଆମେ ଓଡ଼ିଆ ଭାରି ବଢ଼ିଆ, ଆମେ ଓଡ଼ିଆ ଭାରି ବଢ଼ିଆ, ଆମେ ଖାଉ ସାକ୍ଷୀ ଗୋପାଳ ନଡ଼ିଆ, ଆମ ଜଗନ୍ନାଥ ଆମ ପାଇଁ ଭାରି ବଢ଼ିଆ। ତେଣୁ ଆପଣମାନଙ୍କୁ ଅନୁରୋଧ, ସମସ୍ତେ ଓଡ଼ିଆ ମାଟିକୁ ଭଲ ପାଆନ୍ତୁ। ସେଥିପାଇଁ କବି ଗୋଟା ଗୀତ ଲେଖିଥିଲେ। କଣ ଲେଖିଥିଲେ? ଓଡ଼ିଆ ପୁଅ ମୁଇଁ ରେ ଭାଇ, ଓଡ଼ିଆ ପୁଅ ମୁଇଁ, ଓଡ଼ିଆ ପରା ପରାଇଛ ଆମେ ଓଡ଼ିଆ ଭାଇ, ଓଡ଼ିଆ ପୁଅ ମୁଇଁ ରେ ଭାଇ, ଓଡ଼ିଆ ପୁଅ ଓଡ଼ିଆ ପରା ପରାଇଛ ଆମେ ଓଡ଼ିଆ ଭାଇ। ଆମ ଓଡ଼ିଆ Oria puo, muire vai, oria puo.